ତିନି ଦିନ ଯାକ ଲଗାତାର ବର୍ଷା ହେବାରୁ ଆମ ଗାଁକୁ ବନ୍ୟା ଆସିବାର ସମ୍ଭାବନାକୁ ଦେଖି ଆମେ ମାନେ ତ ପୁରା ଡରି ଯାଇଥିଲୁ। ତ ଗାଇସ୍ ଏବେ ଆମ ଓଡିଶାରେ ଲଘୁଚାପ ବର୍ଷା ଷ୍ଟାର୍ଟ ହେଇସାରିଛି, ଯେଉଁଥିରେ କି ସକାଳ ଠାରୁ ଆରମ୍ଭ କରି ସନ୍ଧ୍ୟା ଯାଏଁ କେବଳ ବର୍ଷା ହିଁ ହେଉଛି। ଆଉ ଏଇଟା କୌଣସି ନର୍ମାଲ ବର୍ଷା ନୁହେଁ ଭାଇ ମାନେ। ତିନି ଦିନ ଯାକ ଲଗାତାର ବର୍ଷା ହେବାରୁ ଏବେ ଏଇ ବର୍ଷାଟି ବନ୍ୟାର ରୂପ ଧରି ନେଇଛି। ଆଉ ଯେହେତୁ ଲଗାତାର ବର୍ଷା ହେଇ ଚାଲିଛି, ସେଥିଲାଗି ମଣିଷ କଥା ତ ଛାଡ ଭାଇ ମାନେ, ଏଇ ବର୍ଷା ଯୋଗୁ ପଶୁପକ୍ଷୀ ମାନେ ବହୁତ ହଇରାଣ ହେଉଛନ୍ତି। ତା ଛଡା ଏଇ କିଛି ଦିନ ହେବ ଲଗାତାର ବର୍ଷା ହେବାରୁ ଆମ ବୈତରଣୀ ନଦୀରେ ଗୋଟେ ବିଚିତ୍ର ଘଟଣା ଘଟି ଚାଲିଛି। ଆପଣ ମାନେ ବିଶ୍ୱାସ କରିବେନି, ବର୍ଷା ହେବା ଯୋଗୁ ଏବେ ଆମ ନଦୀରେ ପ୍ରତିଦିନ ଗୋଟେ ଗୋଟେ କୁମ୍ଭୀର ବାହାରୁଛନ୍ତି। ଆଉ ଏଇ କୁମ୍ଭୀର ଗୁଡିକ କୌଣସି ଛୋଟ ଛୋଟ କୁମ୍ଭୀର ନୁହେଁ ଭାଇ ମାନେ। କହିବାକୁ ଗଲେ ଏବେ ପ୍ରତିଦିନ ବହୁତ ବଡ ବଡ କୁମ୍ଭୀର ଗୁଡିକ ନଦୀ କୂଳରେ ଭାସି ବୁଲୁଛନ୍ତି। ଆଉ ଏମାନେ ଏଭଳି ବାହାରିବାର କାରଣ କଣ ହେଇପାରେ ଆପଣ ମାନେ ଜାଣିଛନ୍ତି କି? ସେ କଥା ଛାଡ ଭାଇ ମାନେ, ବର୍ଷା ହେଉ କିମ୍ବା ବନ୍ୟା ମଧ୍ୟ ହେଇଯାଉ, ଲୋକମାନେ ନିଜର ପେଟ ପୋଷିବା ପାଇଁ ସମସ୍ତଙ୍କ ସହିତ ଲଢି ଯାଆନ୍ତି ବୋଲି ଆପଣ ମାନେ ତ ଜାଣିଛନ୍ତି। ଯେମିତି କି ଆପଣ ମାନେ ଦେଖିପାରୁଥିବେ, ଏଭଳି ବର୍ଷା ଆନ୍ଧିରେ ଏବେ ବି ଲୋକମାନେ ନଦୀରେ ମାଛ ଧରୁଛନ୍ତି। ତ ଏଭଳି ବର୍ଷା ପାଗରେ ବୁଲି ବୁଲି ମୁଁ ପୁରାପୁରି ଓଦା ହେଇଯାଇଥିଲି। ତ ସେଥିଲାଗି ମୁଁ ଟିକେ ବାହାରିକି ଚାଲିଗଲି ମାର୍କେଟ, କାହିଁକି ନା ଆଜି ହେଉଛି ରବିବାର। ଆଉ ମାର୍କେଟରେ ପହଞ୍ଚି ଖାଇବା ଲାଗି କିଛି ମାଛ କିଣି ସାରିବା ପରେ ମୁଁ ଚାଲିଲି ଘରକୁ। ତ ଗାଇସ୍ ଏବେ ଆପଣ ମାନଙ୍କ ଏରିଆରେ କେତେ ମାତ୍ରାରେ ବର୍ଷା ହେଉଛି ଆମ ମାନଙ୍କୁ ଟିକେ ନିହାତି ଜଣେଇବେ। ଆଉ ଆଜିର ଭ୍ଲଗ ଯଦି ଭଲ ଲାଗିଥିବ ସପୋର୍ଟ ଟିକେ ନିହାତି କରିବେ। ତ ରହିଲି ଗାଇସ୍, ଜୟ ଜଗନ୍ନାଥ।